শিক্ষক শিক্ষয়িত্রী ছাত্রছাত্রী এবং অভিভাবক ଏ ତିନି ଜଣ ଲୋକ ଅର୍ଥାତ୍ ଗୋଟେ ସମବାହୁ ତ୍ରିଭୁଜ। ସମବାହୁ ତ୍ରିଭୁଜ ହେଲା କ'ଣ? ତିନିଟା ବାହୁ ସମାନ, ତିନିଟା କୋଣ ସମାନ। ସମାନ ମାନେ କ'ଣ ବୁଝିବା ଅର୍ଥ ହେଉଛି ଏଇଆ ଯେ ଗୋଟିଏ ଛାତ୍ରଛାତ୍ରୀ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଯେତିକି ଦାୟିତ୍ୱ ରହିବା ଦରକାର ତାଠାରୁ ଅଧିକ ଦାୟିତ୍ୱ ବାପା ମାଆଙ୍କର ରହିବା ଦରକାର। ସମ ଦାୟିତ୍ୱ ହେଲେ ବି ଚଳିବ, ସମ ଦାୟିତ୍ୱ ବାପା ମାଆଙ୍କର ରହିବା ଦରକାର। ଆଉ କିଏ? ସେ ଛାତ୍ର ବା ଛାତ୍ରୀ, ସେମାନଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ରହିବା ଦରକାର। ତାକୁ ସେ ଦାୟିତ୍ୱଟାକୁ ଅର୍ଥାତ୍ ପାଠର ଦାୟିତ୍ୱଟାକୁ କିଭଳି ଭଲ ଭାବରେ ତୁଲେଇବ ସେଇଟା ଜାଣିବା ଦରକାର। ତେବେ ଯାଇ ଆମର ଶିକ୍ଷା ପରିବର୍ତ୍ତନ ହେବ ଏବଂ ଗୋଟିଏ ସଂସ୍କାରୀ ଛାତ୍ରଛାତ୍ରୀ ଆମେ ପାଇପାରିବା। ରହିଲି, ଜୟ ଜଗନ୍ନାଥ।